ଯୋଉମାନେ ଗୋଶାଳାର ସପକ୍ଷବାଦୀ ସେ କହୁଛନ୍ତି କି ବିଧିଙ୍କର ହାତ ଅଛି ବନ୍ଦ କରିବା ଯୋଉମାନେ ଅଭିଯୋଗ କରୁଛନ୍ତି ସେମାନଙ୍କୁ ଇନସିଷ୍ଟ କରୁଛନ୍ତି ସାହାଯ୍ୟ କରୁଛନ୍ତି ଏମିତି କଣ ଯୋଉ ଅଭିଯୋଗ ଆଣୁଛନ୍ତି ତାର କେତେ ସତ୍ୟତା ନାଇଁ କଣ ଅଭିଯୋଗ ହବ ଯୋଉଟା ହବ ସେଥିରେ ତ ଆମର ମତାମତ ଦବା ଠିକ ନୁହେଁ। ସେଟା ତାଙ୍କ ସମ୍ପୂର୍ଣ୍ଣ ନିଜସ୍ୱ ବ୍ୟକ୍ତିଗତ ମତ। ସେଥିରେ ଆମର କିଛି ମୋର ବ୍ୟକ୍ତିଗତ ସେ ଉପରେ କୌଣସି ମନ୍ତବ୍ୟ ଦବାର ମୁଁ ଠିକ ଭାବୁନି। କିନ୍ତୁ ଜିନିଷ ଏଇଆ ହଉଛି ମୁଁ ହେଲି ନିଆଳି ବ୍ଲକର ବ୍ଲକ ଭେଟନାରୀ ଅଫିସର ଏବଂ ସେଇ ଯୋଉ ଗୋଶାଳା ଯୋଉ କହୁଛନ୍ତି ଆପଣଙ୍କର ନୂଆଗାଁରେ ଯୋଉଟା ଆମ ହଉଛି ପହର ଦିନ ଇନକ୍ୱାରି ବି ହେଇଥିଲା। ସେଇଥିରେ ଆମର ପ୍ରଥମ ଯେତେବେଳେ ଆମର ରେକର୍ଡ ଦରକାର ହୁଏ ଜମି ରେକର୍ଡ ଦରକାର ହୁଏ ସେଇଥିପାଇଁ ଆମେ ଆମର ତହସିଲଦାର ଯୋଉ ଅଛନ୍ତି ତାରିଣୀ ସାର୍ ତାଙ୍କର ମୋର ଜଏଣ୍ଟ ଇନକ୍ୱାରିରେ ଆମେ ଜମି ସିଲେକ୍ସନ କରିଥିଲୁ। ସିଏ ଆମକୁ ଯେତିକି ଜମି ଦେଇଥିଲେ ସେଥିରୁ ଯୋଉଟା ଏଲିଜିବୁଲ ହେଇପାରିବ ଆମେ ତାଙ୍କୁ ଡାକିକି ପଚାରିଥିଲୁ ତାଙ୍କ ପ୍ରେଜେନ୍ସରେ ଆମର ତାକୁ ଇନକ୍ୱାରି କରାଯାଇଥିଲା ତାକୁ ଭେରିଫିକେସନ ଜମି ଗୁଡା କରାଯାଇଥିଲା ଅନଲାଇନ ପୋର୍ଟାଲରେ ଯେତିକି ତାଙ୍କ ନାଁରେ ଏଲିଜିବୁଲ ହଉଥିଲା ଇଣ୍ଡୋମେଣ୍ଟ ଅନୁସାରେ ଆମେ ତାଙ୍କୁ 10,000 ନମ୍ବର ଜଏଣ୍ଟ ସିଗ୍ନେଚରରେ ତାଙ୍କୁ ଆମେ ଦେଇଥିଲୁ। ତାପରେ ସେକେଣ୍ଡ ଜିନିଷ ହେଲା ଯୋଉ ରହୁଛି ସିଏ କହିବେ ସେଇଟା ମୁଁ କହିପାରିବିନି। ତାପରେ ବାକି ହେଲା ଆପଣଙ୍କର ଯୋଉ ୱେଲଫେୟାର ସାର୍ଟିଫିକେଟ ଗୋଟେ ଦରକାର ତାଙ୍କ ପାଇଁ ଯୋଉଟା ମୁଁ ହିଁ ଇସ୍ୟୁ କରିବି। ତେଣୁ ସେ ଆନିମାଲ ୱେଲଫେୟାର ସେ କାମ କରୁଛନ୍ତି ବୋଲି ଯୋଉଟା ମାଣ୍ଡାଟୋରି ସେ ଗୋଟେ ଜିନିଷ ଅଛି ମାନେ ସେଥିରେ ସଂଶ୍ଳିଷ୍ଟ ଅଛନ୍ତି ମାନେ ସେଇ ସାର୍ଟିଫିକେଟ ମୁଁ ବି ତାଙ୍କୁ ଦେଲା ପରେ ସେମାନେ ଏଲିଜିବୁଲ ହେଇଛନ୍ତି। ଆଉ ତାପରେ ଆଉ କଣ ସିଏ କହିବେ ସେଇଟା ମୋର କିଛି ସେଇଟା ତାଙ୍କର ବ୍ୟକ୍ତିଗତ ହେଇପାରେ ମେ ବି କୌଣସି ଚାପ ପଡି କହୁଥିବେ କଣ କହୁଥିବେ ସେଇଟା ମୁଁ କହିପାରିବିନି। ଆପଣ ତ ସବୁ ସାର୍ଟିଫିକେଟ ଯେତେ କାଗଜ ପତ୍ର ଯୋଗେଇଛନ୍ତି କିନ୍ତୁ ଆଜିକାର ଘଟଣା ଏଇଟା ପାଖାପାଖି 2025-26 ର ସେ ଡକୁମେଣ୍ଟ ମତେ ପ୍ରଡ୍ୟୁସ କରିଥିଲେ। ତାଙ୍କର ଯାହା ଆବଶ୍ୟକ ଆମର ଦସ୍ତାବିଜ ସବୁ ଦରକାର ହୁଏ ଜଣେ ଗୋଶାଳା କରିବା ପାଇଁ ପ୍ରାଇଭେଟରେ ଯୋଉ ଗଭର୍ଣ୍ଣମେଣ୍ଟ ସବସିଡି ନବା ପାଇଁ ସେଇଟା ସେ ଦେଇଥିଲେ ସେଥିରୁ ଯାହା ତାର ବାକି ଥିଲା ପିରିୟଡିକାଲି ସେ ଡିପୋଜିଟ୍ କରି କରି କମ୍ପ୍ଲିଟ କରିଛନ୍ତି। ଶେଷରେ ଯୋଉ ଦରକାର ତାଙ୍କର ଆବଶ୍ୟକ ଥିଲା ଅଡିଟ ପ୍ଲାନ ଦରକାର ଥିଲା ବର୍ଷକର ସେଇଟା ସେ ଡିଲେ କରିଥିଲେ ସେଇଟା ଆଣି ଦେଇଛନ୍ତି। ଆଉ ତାପରେ ତାଙ୍କର ଇଣ୍ଡୋମେଟ୍ର ବି ଟିକେ ଡିଲେ ହେଇଥିଲା। ଇଣ୍ଡୋମେଟ୍ର ସେ ବହୁତ ଡିଲେ କରି ଆଣି ଦେଇଥିଲେ କହିଲେ ହେଇଯାଇଥିଲା ଇଣ୍ଡୋମେଟ୍ର ଆସିନଥିଲା ଆମ ପାଖକୁ କପି ଇଣ୍ଡୋମେଣ୍ଟ ଆପ୍ରୁଭାଲ ଆସିଲା ପରେ ତାଙ୍କୁ କରାହେଇଛି ଜମି ବି ପ୍ଲାନ୍ ତାଙ୍କର ପାଇଁ ଆକ୍ଚୁଆଲି ସେ ଅଧିକା ଜମି ମାଗିଥିଲେ କିନ୍ତୁ ଅଧିକା ଜମି ଆମର ମାନେ ଆମେ ଯୋଉ ଜଏଣ୍ଟ ଯେତେବେଳେ ଦେଖିଲୁ ତହସିଲଦାରଙ୍କର ମୋର ସେତେବେଳେ ତାଙ୍କୁ ବୁଲେଇ ତାଙ୍କୁ ଅଧିକା ଜମି ତାଙ୍କ ନାଁକୁ ଆସିପାରୁ ନଥିଲା। ମଝିରେ ଏମିତି ଜଳାଶୟ ଫଳାଶୟ ବହୁତ ଜିନିଷ ବି ଥିଲା ତେଣୁ ସେଗୁଡ଼ା ଆମେ କାଟିକିରି ତାଙ୍କୁ 2.something ଜମି ସାରଙ୍କୁ ତହସିଲଦାରଙ୍କର ମୋର ଜଏଣ୍ଟ ସିଗ୍ନେଚରରେ ତାଙ୍କୁ ଦିଆହେଇଥିଲା। ତାପରେ ଯାହା ଆସେସରି ସବୁ ତ ଏଠୁ ମାନେ ଡକୁମେଣ୍ଟ ଗୁଡାକ ଏଠୁ ରେକମେଣ୍ଡେସନ ହେଇକରି ଯାଇଥିଲା ମୋ ପାଖରୁ ଯେ ଡିଏଲସି ଆପ୍ରୁଭାଲ ପାଇଁ ସିଡିପିଙ୍କର ସାରଙ୍କର ପରମିସନରେ ଜଏଣ୍ଟରେ ସେଟା ସାର ତାକୁ ପୁଟଅପ୍ କରିଥାନ୍ତି। ତ ଟୋଟାଲ ଡକ୍ୟୁମେଣ୍ଟ ଯୋଉ ଗୋଶାଳା ସେମିତି ସରକାରୀ କଳ ଭିତରେ ଇଏ ଯୋଉ ଲାଷ୍ଟ ଯୋଉ ଆପଣ କାମ ଷ୍ଟାର୍ଟ ହେବ ବୋଲି କୁହାଗଲା କି କାମ ଆରମ୍ଭ କରାଯାଉ ବୋଲି ସେ ଯୋଉ 5-7 ଜଣ କୋଉଠୁ ଆସିଲେ କେମିତି ସେ ବିଷୟରେ ମୋ ପାଖକୁ ନାହିଁ ସେ ମୋ ପାଖରେ ସେମିତି କିଛି ସେ ଲୋକଙ୍କର ତଥ୍ୟ ନାହିଁ କିନ୍ତୁ ଯେହେତୁ ଗୋଟେ ମେଲ ବାରମ୍ବାର ସିଏମ ସାରଙ୍କ ପାଖକୁ ବି ଯାଇଥିଲା ତେଣୁ ସେଇଟା ତଦନ୍ତ ହେଇକିରି ଆଗକୁ ବଢିବା ପାଇଁ ଠିକ ବୋଲି ଭାବିଥିଲେ ସାର୍ ବୋଧେ ସିଡିଓ ସାର୍ ସେଥିପାଇଁ ସାର୍ ତାଙ୍କୁ ସେଥିପାଇଁ ଦେଖିବାକୁ ସାର୍ ଆସିଲେ ଆସିକି ତାପରେ ତାଙ୍କ ଆଗକୁ ଯାହା ତାଙ୍କର ବ୍ୟବସ୍ଥା ରହିବ ସାର୍ କରିବେ ଆଉ। ଗୋଶାଳାର ଆବଶ୍ୟକତା ରହିଛି ନା ନିଶ୍ଚିନ୍ତ ଆମର ଆବଶ୍ୟକତା ରହିଛି ଆମର ବଡ ଗୋଶାଳା ମଧ୍ୟ ଏଇଟା ଆବଶ୍ୟକ ରହିଛି କାରଣ ବହୁତ ଗୋରୁ ଗାଈ ବୁଲୁଛନ୍ତି ତା ସହିତ ଷଣ୍ଢ ବି ବହୁତ ହୁଏ ପ୍ରାୟ ଟାଇମ ଅଭିଯୋଗ ଆସୁଛି ମୋ ପାଖକୁ ତହସିଲଦାରଙ୍କ ପାଖକୁ ବି ଆସୁଛି ଷଣ୍ଢ ବ୍ୟବସ୍ଥା ଟିକେ କରନ୍ତୁ ମତେ ଆପ୍ଲିକେସନ ଏବଂ ତହସିଲଦାର ସାରଙ୍କୁ ତହସିଲଦାର କାମ ତାଙ୍କୁ ବି ଆପ୍ଲିକେସନ ଦିଆଯାଉଛି। ଅଲଗା ଜାଗାରେ ଅଭିଯୋଗ କାହିଁ କରୁଥିଲେ ଯେହେତୁ ଆପଣଙ୍କ ଅଞ୍ଚଳର ଲୋକ ତାଙ୍କର ଆବଶ୍ୟକ ନାହିଁ କି ଅସୁବିଧା ହେଇଛି ସେ ଡାଇରେକ୍ଟ ବିଡିଓଙ୍କୁ ନ ଜଣେଇ ଡାଇରେକ୍ଟ ଆପଣଙ୍କର ଉପରିସ୍ଥ ଅଧିକାରୀ ଦବାର ସେଇଟା କାରଣ ମୁଁ କହିପାରିବିନି ସେଇଟା ମୋର ତ କଣ୍ଟ୍ରୋଲ ବାହାରେ ସେ ଜିନିଷ ଆମେ ତ ଚେଷ୍ଟା କରୁଛୁ ପୁରା ଗୋଶାଳା କରିବା ପାଇଁ ଏଇଟା ହେଲା ଆମେ ଚାହୁଁଛୁ କାରଣ ଗୋଶାଳା ହେଲେ ବୁଲା ବହୁତ ବି ପ୍ରୋବ୍ଲେମ ହଉଛି ଆଉ ଯଦି କୋଉ ଆକ୍ସିଡେଣ୍ଟ ଫାକ୍ସିଡେଣ୍ଟ ତାଙ୍କୁ ଆମେ ସେଠି ଥଇଥାନ କରାଇବୁ ମେନଲି ଗୋଶାଳା ଆମର ଅନରେବୁଲ ସିଏମ ସାରଙ୍କର ଏଇଟା ଫ୍ଲାଗସିପ୍ ପ୍ରୋଗ୍ରାମ ଗୋଟିଏ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନାରେ କରାଯାଉଛି ଘୋଷଣା
ତେଣୁ ସେଇଟା ଆମ ପ୍ରାଇମେରୀ ଜିନିଷ ରହୁଛି ଆମେ ଗୋଶାଳା କରିବା, ମୋର ଦାୟିତ୍ୱ ଗୋଶାଳା କରାଇବା। ଯଦି ଆପଣଙ୍କୁ ପଚରାଯାଏ ପୁରୁଷ ଅଧିକାରୀ ପଚାରନ୍ତି ପୁନଃ ପଚାରନ୍ତି ଯେହେତୁ ତଦନ୍ତ ଚାଲିଛି ତ ଆପଣଙ୍କର ମତାମତ କଣ ରହିବ? ସେମିତି କିଛି ନାହିଁ, କାରଣ ଯାହା ଆମେ ଡକୁମେଣ୍ଟ ବେସରେ ଯିବା ସେଇଟା ସେ ବ୍ୟକ୍ତିଗତ ମତ, ସେଥିରେ ଆମେ ସେମିତି କହିପାରନ୍ତି କଣ ହେଇଥିବ ସେଟା ମୁଁ ଜାଣିନି। କାରଣ ସେ ଯୋଉ ମୋ ସହିତ କଥା ବି ହୁଅନ୍ତି ସବୁବେଳେ, ଆସନ୍ତି ମୋ ପାଖକୁ, ମହନ୍ତ ତ ତାଙ୍କର ଆସିନାହାନ୍ତି, ତାଙ୍କ ସୁପରଟିଭ ସବୁ ଷ୍ଟାଫ ଆସନ୍ତି ଏ ବିଷୟରେ କଥା ହେବା ପାଇଁ। ଯାହା ଡକୁମେଣ୍ଟ ମୋଠୁ ହିଁ ମାଗି ସେ ନିଜେ ନେଇଛନ୍ତି, ମତେ ତାଙ୍କ ଡାଟା ପ୍ରୋଡ୍ୟୁସ ସବୁ ଦେଇଲେ, କପି ମୋ ମାଧ୍ୟମରେ ସବୁ ଯାଇଛି, ମୋର ସାଇନ ହିଁ ସବୁ ଯାଇଛି। ସେ ତା ଉପରେ କହିବେ ସେଟା ବ୍ୟକ୍ତିଗତ, ସେଥିରେ ମୋର କିଛି କହିବାର ନାହିଁ।